ବୁଦ୍ଧଦେବ କାମନାର ବିନାଶ ମାଧ୍ୟମରେ ମୁଖ୍ୟ ପ୍ରଦର୍ଶକ ଥିଲେ କଳାକେନ୍ଦ୍ର। ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାରସ୍ୱତ ସାଧକ ନିତ୍ୟାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ଅପସଂସ୍କୃତିର ପ୍ରାବଲ୍ୟ କାଳରେ ଅହିଂସା ମାର୍ଗୀ ମହାତ୍ମା ଗୌତମ ବୁଦ୍ଧ ଆବିର୍ଭୂତ ହୋଇ କାମନାର ବିନାଶ ଭିତରେ ପ୍ରାଣୀର ମୁଖ୍ୟ ସଂଗୋପିତ ବାର୍ତ୍ତା ପ୍ରଚାର କରିଥିଲେ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦ୍ବୋଧନ ଦେଇଥିଲେ। କଳାକେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣପ୍ରସାଦ ସାବତ ସ୍ୱାଗତ ଭାଷଣ କ୍ରମରେ ଗୌତମ ବୁଦ୍ଧଙ୍କ ସଂକ୍ଷିପ୍ତ ଇତିବୃତ୍ତର ଅବତାରଣା କରିଥିଲେ। ଏହି ଅବସରରେ ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ଆଚାରୀ, କିରଣ କୁମାର ମହାନ୍ତି, ଅରୁଣ କୁମାର ସାହୁ, ସିଦ୍ଧିରଞ୍ଜନ ପାଣିଗ୍ରାହୀ, ଅନିଲ ପାଢ଼ୀ, ଗାୟତ୍ରୀ ନାୟକ, ରେଶ୍ମା ନାୟକ, ଖୁସି ଗୁପ୍ତା, କାଜଲ ଗୁପ୍ତା, ପି ଶୈଳଜା, ଦ୍ରୌପଦୀ ମହାନ୍ତି, ଅନୁରାଧା ମହାପାତ୍ର, ଉମାମଣି ସାବତ, ଶ୍ରୁତି ସ୍ୱାଧୀନା ସାବତ ପ୍ରମୁଖ ପୁଣ୍ୟଶ୍ଳୋକ ବୁଦ୍ଧଦେବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରିଶେଷରେ ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ। ବୁଦ୍ଧ ଜୟନ୍ତୀ ଅବସରରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଜାଣନ୍ତି ଯେ ଧର୍ମ ଯେକାଲେ ବିପାକି ବାହାନେ ବ୍ୟକ୍ତ ଅର୍ଥେ ଥାଏ, ସେକାଲେ ପ୍ରେରିତ হয় আবির্ভূত পাপী পরিত্রাণ পায়। অর্থাৎ ଯେଉଁ ସମୟରେ ଧର୍ମରେ ସଙ୍କଟ ଦେଖାଦିଏ ସେତେବେଳେ ପରମାତ୍ମା ପୁନର୍ବାର ଜନ୍ମ ଗ୍ରହଣ କରନ୍ତି ମର୍ତ୍ତ୍ୟଧାମରେ ଏବଂ ପାପୀମାନଙ୍କୁ ସଂହାର କରି ଧର୍ମର ସଂସ୍ଥାପନା କରିଥାନ୍ତି। ଏହି ମର୍ମରେ ଆମର ବୁଦ୍ଧଦେବ ସେ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ବେଦ ବେଦାନ୍ତ ବ୍ରାହ୍ମଣ୍ୟ ଗୋଷ୍ଠୀ ଦ୍ୱାରା ପଦାର୍ଥ ହୋଇ ତଦ୍ୱାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଲା, ସେତିକି ବେଳେ ଆମର ପରମ କାରୁଣିକ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ। ଗୌତମ ବୁଦ୍ଧ ସେ ଲୁମ୍ବିନୀଠାରେ ତାଙ୍କର ସବୁଠୁ ଗୋଟେ ବଡ଼ ଜିନିଷ ହେଉଛି ଯେ କାମନାର ବିନାଶରେ ଦୁଃଖର ବିନାଶ। ଆମେ ଯେତେ ସବୁ ଯନ୍ତ୍ରଣା ଭୋଗ କରୁଛୁ, ଯେତେ ଅସୁବିଧା ଭିତରେ ପଡ଼ୁଛୁ, ତାରି ମୂଳରେ ହେଉଛି ଦୁଃଖ। ଏ ଦୁଃଖ କାହିଁକି ଆସେ? ଯେ କାମନା ଭିତରୁ ଦୁଃଖର ସୃଷ୍ଟି। କାମନାର ଅର୍ଥ ହେଉଛି ବାସନା। ଆମ ମନ ଭିତରେ ଯେଉଁ ଆକାଂକ୍ଷା ରହିଛି ତାକୁ ହିଁ କାମନା କୁହାଯାଏ। ସେ କାମନାକୁ ଆମ ମନର ଯେଉଁ ଆକାଂକ୍ଷା ରହିଛି ଏଇଟା ପାଇଯିବା, ସେଇଟା କରିଦେବା, ଏଇ ଯେଉଁ ଜିନିଷ ଗୁଡ଼ିକ ତାକୁ ଯଦି ଆମେ ବିନାଶ କରିପାରିବା ତାହେଲେ ଆମ ଭିତରୁ ଦୁଃଖ ଚାଲିଯିବ। ଦୁଃଖ ଚାଲିଗଲା ପରେ ମଣିଷ ପରମ ଆନନ୍ଦରେ ଆହ୍ଲାଦିତ ହୋଇଥାଏ ଏବଂ ଭଗବତ ପ୍ରାପ୍ତି ହୋଇଥାଏ। ଏହା ହିଁ ତାଙ୍କର ଡକ୍ଟ୍ରିନ୍। ଆଜି ମୋତେ ଏ ଅବସରରେ କିଛି କହିବାକୁ ସୁଯୋଗ ଦେଇଥିବା ହେତୁ ମୁଁ ବିଶେଷ ଆନନ୍ଦିତ ଏବଂ ଅନୁଷ୍ଠାନ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରୁଛି। ଧନ୍ୟବାଦ, ନମସ୍କାର।